ରାତି ପ୍ରାୟ 8ଟା ପ୍ରାୟ ଡାକ୍ତର ମାନେ ମାଆକୁ ଡାକିଲେ ଏବଂ ଡାକି କହିଦେଲେ ଆମେ ଆଉ ପାରିବୁ ନାହିଁ, ଆପଣ ମହାପ୍ରଭୁଙ୍କୁ ସମର୍ପିତ ହେଇଯାଆନ୍ତୁ। ମହାପ୍ରଭୁ ଚାହିଁଲେ ପୁଅକୁ ନିଶ୍ଚିତ ଭାବରେ ରକ୍ଷା କରିପାରିବେ, ତଥାପି ଆପଣ ପ୍ରସ୍ତୁତ ହେଇଯାଆନ୍ତୁ ଆଗାମୀ ପରିସ୍ଥିତି ପାଇଁ। କଥାଟି ଶୁଣି ମାଆର ହାତରୁ ଫାଇଲଟି ଖସି ପଡ଼ିଲା ପୁଅର। ଚିନ୍ତା କଲା ମହାପ୍ରଭୁଙ୍କୁ, ହେ ମହାପ୍ରଭୁ, ଆଜି କ'ଣ ଏଇସବୁ କଥା ଶୁଣିବାର ମୋର ଅଛି? ଏ କଥା ସବୁ ଯେତେବେଳେ ବନ୍ଧୁ ପରିଜନ ଯେତେ ଲୋକ ସେଠାରେ ଥିଲେ ସମସ୍ତେ ଶୁଣି ସମସ୍ତଙ୍କ ଆଖିରୁ ଧାର ଧାର ହେଇ ଲୁହ ବୋହି ପଡ଼ିଲା। ମହାପ୍ରଭୁଙ୍କୁ ସମସ୍ତେ ପ୍ରାର୍ଥନା କଲେ, ମହାପ୍ରଭୁ ଛୁଆଟିକୁ ବଞ୍ଚେଇ ଦିଅ, କାରଣ ବିବେକ ହେଉଛି ସମସ୍ତଙ୍କର ଅତି ଅନ୍ତରର ଅତି ଭଲ ପିଲାଟିଏ, ଯେହେତୁ ତାକୁ ସମସ୍ତେ ଭଲ ପାଉଥିଲେ ଏବଂ ତାର ଅକାଳ ବିୟୋଗକୁ କେହି ହେଲେ ସହଜରେ ସହ୍ୟ କରିପାରିବେ ନାହିଁ, ସତେଜବା ସେମିତି ତାଙ୍କୁ ଲାଗୁଥିଲା। ଜୟ ଜଗନ୍ନାଥ। ନୀଳାଦ୍ରି ସିଂହ ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ଆଜିର ଅନୁଭୂତି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ମୁଁ ସ୍ୱାଗତ କରୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନ୍ୟ ଏକ ଦିବ୍ୟ ଅନୁଭୂତିକୁ ଯାହାକୁ ଶୁଣିଲେ ଆପଣଙ୍କ ଆଖିର ଲୁହ ରହିବନି ଏବଂ ଦେହରେ ରୋମାଞ୍ଚିତ ହେବ ମହାପ୍ରଭୁଙ୍କର ଦିବ୍ୟ ଅନୁଭୂତି। ଯେଉଁ ଅନୁଭୂତିଟି ପ୍ରତ୍ୟକ୍ଷ ଗୋଟିଏ ଛୋଟ ପିଲା ସହ କିପରି ଘଟିଥିଲା ଏବଂ ଯେଉଁ ଜାଗାରେ ଡାକ୍ତରମାନେ ହାତ ଛାଡ଼ି ଦେଇଥିଲେ, ଯେଉଁ ଜାଗାରେ ବନ୍ଧୁ ପରିଜନ ସମସ୍ତେ ଆଶା ହରାଇ ବସିଥିଲେ, କିପରି ଆଜି ମହାପ୍ରଭୁ ସେ ପିଲାଟିକୁ ଏହି ଦୁନିଆ ଦାଣ୍ଡରେ ଆଜି ଚଲାଉଛନ୍ତି, ତାହାର ଅନୁଭୂତି ଆଜି ଆମେ ଶ୍ରବଣ କରିବା। ମହାପ୍ରଭୁଙ୍କର ଯଦି ପ୍ରକୃତରେ ଆପଣମାନେ ମହାପ୍ରଭୁଙ୍କ ଅନ୍ତରରେ ଚିନ୍ତା କରନ୍ତି, ମହାପ୍ରଭୁ ଆପଣଙ୍କ ପାଇଁ ପ୍ରକୃତରେ ଯଦି ଆପଣଙ୍କର ସକାଳକୁ ଆପଣଙ୍କୁ ଦେଖାଇବାରେ ମହାପ୍ରଭୁ କୃପା କରିଛନ୍ତି, ଯଦି ପ୍ରତ୍ୟେକଟି ବିପଦ ଆପଦରେ ମହାପ୍ରଭୁ ଯଦି ଆପଣଙ୍କ ପାଖରେ ଠିଆ ହେଇଛନ୍ତି ବୋଲି ଆପଣମାନେ ଚିନ୍ତା କରୁଥିବେ, ତାହେଲେ ଏ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅନୁଭୂତି ଯାହାକି ଏକ ରୋମହର୍ଷିତ କଥା। ମହାପ୍ରଭୁଙ୍କର ଏହି କଥାଟିକୁ ଶୁଣିବେ ଏବଂ ଭିଡ଼ିଓର ଶେଷରେ ଏ ଭିଡ଼ିଓରୁ ଆମେ କ'ଣ ଶିଖିଲେ ତାହା ଆମେ ଜାଣିପାରିବା। ସମ୍ବଲପୁରର ଅନତି ଦୂରରେ ଜୁଜୁମୁରା ଗାଁ, ଯେଉଁ ଗାଁରେ ବସବାସ କରନ୍ତି ବିବେକ ଆଉ ତା ମା। ପିଲାଟି ବେଳୁ ବାପ ଛେଉଣ୍ଡ ବିବେକ, ମାଟି ବିଲରେ ମୂଲ ଲାଗି ଛୁଆଟିକୁ ପାଠ ପଢ଼ାଉଥାଏ। କିନ୍ତୁ ଛୁଆଟି ସିନା ବାପ ଛେଉଣ୍ଡ, କିନ୍ତୁ ସର୍ବସ୍ୱ ସମର୍ପିତ ହେଉଛି ମହାପ୍ରଭୁଙ୍କ ଉପରେ। ମହାପ୍ରଭୁଙ୍କ ବିନା ସେ ବଞ୍ଚିବା ଅସମ୍ଭବ ବୋଲି ସେ ନିଜେ ଚିନ୍ତା କରେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢ଼ୁଥାଏ ପିଲାଟି। ଅତ୍ୟନ୍ତ ଭଲ ପିଲା, ଗାଁରେ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି। ଭଗବାନଙ୍କ କୃପା ଯେମିତି ସତେଅବା ତା ଉପରେ ଅଜାଡ଼ି ହେଇ ପଡ଼ିଛି, ଯେହେତୁ ବାଲ୍ୟକାଳରୁ ବାପ ନାହାନ୍ତି। ମହାପ୍ରଭୁଙ୍କୁ ଏବଂ ମାଆଙ୍କୁ ଭରସା କରି ପିଲାଟି ଦୁନିଆରେ ବଞ୍ଚିଥିଲା। 2023 ମସିହାର ଘଟଣା। ସେଇ ବର୍ଷ ବିବେକ ଦେଇଥାନ୍ତା ମେଟ୍ରିକ୍ ପରୀକ୍ଷା। ହଠାତ୍ ପ୍ରି ବୋର୍ଡ଼ ପରୀକ୍ଷା ଦେବାକୁ ଆଉ କିଛି ଦିନ ବାକି ଅଛି। ବିବେକର ମୁଣ୍ଡରେ ଏକ ଯନ୍ତ୍ରଣା ଅନୁଭବ ହେଲା। ଧୀରେ ଧୀରେ ତା ପରିସ୍ଥିତି ଏପରି ଖରାପ ହେବାକୁ ଲାଗିଲା, ଏପରି କଷ୍ଟ ସେ ସହିବାକୁ ଲାଗିଲା, ଆଉ ନା ସେ ସ୍କୁଲ ଯାଇପାରିଲା, ନା କିଛି ପାଠ ପଢ଼ି ପାରିଲା। ଅସହ୍ୟ ଯନ୍ତ୍ରଣାରେ ଅନୁଭବ କରି ସେ ଶେଷରେ ଶଯ୍ୟାଶାୟୀ ହେଇଗଲା। ପିଲାଟି ଯେହେତୁ ଦିନକୁ ଦିନ ଅସୁସ୍ଥ ହେଇ ବସିଛି, ଘରେ ଅଭାବୀ ପରିବାର, ମାଟି ବିଲରେ ମୂଲ ଲାଗିଲେ ପରିବାର ଚଳୁଥିଲା, ପର ଘରେ ବାସନ ମାଜିଲେ ପରିବାରଟି ଚଳୁଥିଲା, କିନ୍ତୁ ଆଜି ପୁଅର ସେବାରେ ମା ବନ୍ଧା ହେଇଯାଇଛି। ପାଖରେ ଯେତେ ପଇସା ଯାହା ଥିଲା ସବୁ କିଛି ସରିଯାଇଛି। ସେମିତି ଏକ ପରିସ୍ଥିତିରେ ମା ପୁଅର ସେବା କରୁଥାଏ। ଗାଁ ଲୋକ ଦେଖିଲେ ଦିନକୁ ଦିନ ବିବେକର ଅବସ୍ଥା ଖରାପ ହେଇ ଯାଉଛି। ଡକ୍ଟରଙ୍କ ପାଖକୁ ନେଲେ ଡକ୍ଟର ଜାଣିପାରୁନାହାନ୍ତି କ'ଣ କରିବେ କ'ଣ ନାହିଁ। ଏମିତି ହେଇ 15 ଦିନ ଚାଲିଗଲା। 15 ଦିନ ପରେ ଗାଁ ଲୋକ ସମସ୍ତେ ଚିନ୍ତା କଲେ ବିବେକକୁ ସମ୍ବଲପୁର ସ୍ଥିତ ବୁର୍ଲା ମେଡ଼ିକାଲକୁ ନେଇଯିବେ। ବୁର୍ଲା ମେଡ଼ିକାଲରେ ଗୋଟିଏ ଭଲ ଡକ୍ଟରଙ୍କ ପାଖରେ ତାର ଚିକିତ୍ସା କରିବେ ଏବଂ ଯାହା ଖର୍ଚ୍ଚ ହେବ ଗାଁ ଲୋକ ମିଶି ତାକୁ ବହନ କରିବେ। ଏମିତି ଏକ ପରିସ୍ଥିତିରେ ଯେତେବେଳେ ବିବେକ କଷ୍ଟ ସହୁଛି ଏବଂ ଗାଁ ଲୋକ ଚିନ୍ତା କରୁଛନ୍ତି ତାକୁ ନେଇ ବୁର୍ଲାକୁ ଆସିବେ, ସେ ସମୟରେ କିଛି ଲୋକଙ୍କର ସହାନୁଭୂତିର ହାତ ଆସିଲା, ସ୍କୁଲର ଶିକ୍ଷକମାନଙ୍କର ହାତ ଆସିଲା। ସମ୍ବଲପୁର ବୁର୍ଲା ସ୍ଥିତ ମେଡ଼ିକାଲରେ ସେ ଆଡ଼ମିଟ୍ ହେଲା। ଆଡ଼ମିଟ୍ ହେବାର କିଛି ଦିନ ଭିତରେ ତାର ଯେତେ ସବୁ ପରୀକ୍ଷା ଥିଲା, ସବୁ ପରୀକ୍ଷା ସରିଲା ପରେ ଜଣାପଡ଼ିଲା ବିବେକର ମୁଣ୍ଡରେ ବ୍ରେନ୍ ଟ୍ୟୁମର ହେଇଛି। ଆଉ ମାଂସଟି ଏତେ ମାତ୍ରାରେ ବଢ଼ିଯାଇଛି, ପିଲାଟିର ଜୀବନ ବିପଦରେ ଅଛି। ଏ କଥା ଶୁଣି କିଏ ବା ସହ୍ୟ କରିପାରିବ? ତଥାପି ଡାକ୍ତରମାନେ କହିଲେ ପଇସା ଖର୍ଚ୍ଚ ହେବ, କିନ୍ତୁ ଆମେ ଅପରେସନ୍ କରିବା, ତେଣିକି ଭଗବାନଙ୍କର ଇଚ୍ଛା।
ଅପରେସନ୍ ପାଇଁ ଦିନ ଧାର୍ଯ୍ୟ ହେଲା। ଯେଉଁଦିନ ସବୁଆଡ଼ୁ ପଇସା ଯୋଗାଡ଼ କରି ଯେଉଁଦିନ ଅପରେସନ୍ ହେବ, ମା' ମଧ୍ୟ ନେଇ ତାକୁ ଡିପୋଜିଟ୍ କରିଦେଲେ ପଇସା। କିଛି ସମୟ ଭିତରେ ବିବେକକୁ ଓଟି ଭିତରକୁ ନିଆଗଲା। ଓଟି ଭିତରେ କ'ଣ ଘଟିଲା ଜଣା ନାହିଁ, କିନ୍ତୁ ଡକ୍ଟରମାନେ ଯେତେ ସେ ଭିତରେ ଥିଲେ ସମସ୍ତେ ଅତି ବ୍ୟସ୍ତବହୁଳ ହିସାବରେ ବାହାରକୁ ଆସିଗଲେ। ଓଟି ବାହାରେ ବସିଥାନ୍ତି ମା', ପରିବାର, ବନ୍ଧୁବର୍ଗ, ଗାଁ ଲୋକ ସମସ୍ତେ ଜଗି ବସିଥାନ୍ତି ତାଙ୍କ ଅତି ସ୍ନେହର, ଅତି ନିରୀହର ବିବେକ ଆଜି ଓଟି ଭିତରେ ଅଛି, ତାର ଚିକିତ୍ସା ଚାଲିଛି। ସତେ କି କ'ଣ କିଛି ଭଲ ମନ୍ଦ ହେଲା କି? ଏମିତି ଅଚାନକ ଅନେକ ଦୁଶ୍ଚିନ୍ତା ମନ ଭିତରକୁ ଆସିଲା। ଡକ୍ଟରମାନେ ଯେତେବେଳେ ବାହାରକୁ ଆସିଲେ, କିଛି ସମୟ ଗଲା ପରେ ସନ୍ଧ୍ୟା ସମୟ ହେଇଯାଇଥାଏ। ରାତି ପାଖାପାଖି 7ଟା 8ଟା ସମୟ। ଡକ୍ଟରମାନେ ତାଙ୍କ ମାଆଙ୍କୁ ଡାକିଲେ ଏବଂ ତାଙ୍କର ଅତି ପ୍ରିୟର, ଅତି ନିକଟର, ତା ଘର ପାଖର ଜଣେ ମାମୁଁ ହିସାବରେ ହେବେ, ସେ ତାଙ୍କୁ ଡାକିଲେ। ଡକ୍ଟରମାନେ ଡାକି କହିଲେ, ଆମେ ଆଉ କିଛି ପାରିବୁନି, ଯେତେ ଚେଷ୍ଟା ଥିଲା ଆମେ କରିଦେଲୁ, କିନ୍ତୁ ଆମକୁ ଭୟ ଲାଗୁଛି ଅପରେସନ୍ କରିବା ପାଇଁ। ବିବେକ ଅପରେସନ୍ କିଛି ଯଦି ଟିକେ ଭୁଲ ଭାଲ ହେଇଗଲା, ତାହେଲେ ବିବେକର ଓଟି ଭିତରେ ହିଁ ଜୀବନ ଚାଲିଯିବ। ଆମେ ଭୟଭୀତ ହେଇଗଲୁଣି, କିନ୍ତୁ ବିବେକ ବି କଷ୍ଟ ପାଉଛି, ଆମେ ବୁଝିପାରୁଛୁ। ଆପଣ ଗୋଟେ କାମ କରନ୍ତୁ, ଆପଣଙ୍କୁ ଆମେ ତ ପଇସା ଯେହେତୁ ଅଭାବ ପରିବାର ଆପଣଙ୍କର, ଆମେ ବୁଝିପାରୁଛୁ ପିଲାଟି କଷ୍ଟ ପାଉଛି, ବଞ୍ଚିବାର ଆଶା ବହୁତ କମ୍ ଅଛି। ତେଣୁକରି ଆମେ ଆପଣଙ୍କୁ ପ୍ରାର୍ଥନା କରୁଛୁ, ଆପଣ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ମହାପ୍ରଭୁ ଚାହିଁଲେ ବିବେକ ବଞ୍ଚିବ, ନହେଲେ ଆପଣ ଆଗାମୀ ପରିସ୍ଥିତି ପାଇଁ ପ୍ରସ୍ତୁତ ହେଇ ରୁହନ୍ତୁ। ଏମିତି କଥା ଶୁଣି ମା'ର ହାତରୁ ପୁଅର ଫାଇଲଟି ଖସି ପଡ଼ିଲା। ପାଖରେ ଥିଲେ ମାମୁଁ, ବାହାରକୁ ଆସିଲେ। ଗାଁ ଲୋକ ବ୍ୟସ୍ତ ବିବ୍ରତ ହେଇ ପଚାରୁଛନ୍ତି, କ'ଣ ହେଲା କ'ଣ ହେଲା? ସମସ୍ତଙ୍କୁ ମାମୁଁ କହିଲେ କି ଡକ୍ଟର ଏଇ କଥା କହିଲେ, ବିବେକର ଏମିତି ଅସୁବିଧା ହେଇଛି, ଆମେ କ'ଣ କରିବା? ସମସ୍ତେ କାନ୍ଦ ବୋବାଳିରେ ସେ ଡାକ୍ତରଖାନା ପରିବେଶ ଫାଟି ପଡ଼ୁଥାଏ। ଓଟି ଭିତରେ ଶୋଇଥାଏ ବିବେକ। ତାକୁ କିଛି ସମୟ ପରେ ICUକୁ ସିଫ୍ଟିଂ କରିଦେଲେ। ICUକୁ ନେବା ପରେ ମା' ଆଉ ମାମୁଁ ଗଲେ ବିବେକକୁ ଦେଖିବା ପାଇଁ। ଏତିକି ଭିତରେ ରାତି ହେଇଯାଇଥାଏ। ଡକ୍ଟରମାନେ ଚାଲି ଯାଇଥାନ୍ତି ଘରକୁ। ବସି ଗାଁ ଲୋକ ମଧ୍ୟ ଘରକୁ ଫେରି ଆସିଥାନ୍ତି। ପାଖରେ ଥାନ୍ତି ମା' ଆଉ ମାମୁଁ। ବସିଥିବା ସମୟରେ ହଠାତ୍ ରାତି 10ଟା, ନିକାଞ୍ଚନ ମେଡ଼ିକାଲ ପରିସର। ନାଇଟ୍ ଡ୍ୟୁଟିର ଡକ୍ଟରମାନେ ଆସି ସାରିଛନ୍ତି। ICU ଭିତରେ ଶୋଇଛି ବିବେକ। ମା' କ'ଣ କଲେ, ଗୋଟେ ନିକାଞ୍ଚନ ଜାଗାକୁ ଚାଲିଗଲେ। ମନ ଭିତରେ ଅନେକ କୋହଭରା କଣ୍ଠରେ, ଆଖିର ଲୁହଭିଜା ନୟନରେ ମୋବାଇଲଟିକୁ ଅନ୍ କଲେ। ବିବେକ ରଖିଥିଲା ତା ମୋବାଇଲର ୱାଲପେପରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୋଟେ ସୁନ୍ଦର ଫଟୋ। ମହାପ୍ରଭୁଙ୍କର ଏଇ ଫଟୋଟିକୁ ମା' ବସି ଦେଖିଲେ। କହିଲେ, ମହାପ୍ରଭୁ, ଆଜି ମୁଁ ଗୋଟେ ଅଭାଗିନୀ ମା', ମୁଁ ଗୋଟେ ଦୁଃଖିନୀ ମା', ଯିଏକି ମୋ ପୁଅ ଆଜି ବାପ ଛେଉଣ୍ଡ ହେଇଛି। ଅନେକ କଷ୍ଟ କରି ତାକୁ ଏ ସଂସାରରେ ମୁଁ ଚଲେଇଛି ମହାପ୍ରଭୁ। କେବଳ ଆଉ କେବଳ ଆପଣଙ୍କର ଇଚ୍ଛା ବିନା ତାହା ଅସମ୍ଭବ। କିନ୍ତୁ ଆଜି ଏମିତି ପରିସ୍ଥିତି ମହାପ୍ରଭୁ ମୋ ଆଖି ଆଗରେ ଠିଆ ହେଇଛି ଯେ ମୁଁ ପୁଅର ମଲା ଖବର ଶୁଣିବା ପାଇଁ ପ୍ରସ୍ତୁତ ହେଉଛି। ପୁଅ ଯେ କଷ୍ଟ ପାଉଛି ତାର ଖବର ଶୁଣିବା ପାଇଁ ମୁଁ ପ୍ରସ୍ତୁତ ହେଇ ବସିଛି। କିଛି ସମୟ ପରେ ପୁଅର ଜୀବନ ଚାଲିଯିବ। କ'ଣ କରିବି ମହାପ୍ରଭୁ? କେବଳ ଆଉ କେବଳ ଆପଣ ହିଁ ଭରସା। ମହାପ୍ରଭୁ, ମୁଁ ସବୁ କିଛି ଛାଡ଼ି ଦେଇଛି। ସବୁ ଛାଡ଼ି, ନିଶ୍ୱାସ ଛାଡ଼ି, ବିଶ୍ୱାସ ଭରସା ସବୁ କିଛି ଆପଣଙ୍କ ଉପରେ ତ୍ୟାଗ କରି, ହେ ମହାପ୍ରଭୁ, ଆପଣ ହିଁ ମୋ ପୁଅକୁ ରକ୍ଷା କରିପାରିବେ। ଏଇ ଭରସା ଆଉ ବିଶ୍ୱାସର ସହିତ ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରୁଛି। ଏତିକି ମନେ ମନେ ଚିନ୍ତା କରୁଛନ୍ତି ମା'। ନିକାଞ୍ଚନ ଜାଗାରେ ବସିଛନ୍ତି। ନାଇଟ୍ ଡ୍ୟୁଟିର ଯେଉଁ ଡକ୍ଟର ଥିଲେ, ସେ ଯାଇଥାନ୍ତେ ICU ଭିତରକୁ ବିବେକକୁ ଚେକଅପ୍ କରିବା ପାଇଁ। ହଠାତ୍ ଭିତରକୁ ଯାଇ ଯେତେବେଳେ ଦୌଡ଼ି ଦୌଡ଼ି ଆସିଛନ୍ତି ବାହାରକୁ, ICU ବାହାରେ ବସିଛନ୍ତି ମାମୁଁ, ଦୂରରେ ମା' ଅଛନ୍ତି। ମାମୁଁଙ୍କୁ ଡକ୍ଟର ଦେଖି ଯେତେବେଳେ କହିଲେ, ତାଙ୍କ ମା' କୁଆଡ଼େ ଗଲେ, ତାଙ୍କ ମା' କୁଆଡ଼େ ଗଲେ, ଜଲ୍ଦି ଡାକନ୍ତୁ, ମା'କୁ ଡାକନ୍ତୁ। ଏ ଅବସ୍ଥାରେ ମାମୁଁ ମଧ୍ୟ ଡରିଗଲେ। ମା'ଙ୍କୁ ଖବର ଦେଲେ। ମା' ଯେତେବେଳେ ଦୌଡ଼ି ଦୌଡ଼ି ଆସିଲେ, ଦେଖିଲେ ଡକ୍ଟର ବ୍ୟସ୍ତ ବିବ୍ରତ ହେଇଯାଉଛନ୍ତି। କ'ଣ ହେଲା ବୋଲି ଚିତ୍କାର କଲେ। ଡକ୍ଟର କହିଲେ, ଡକ୍ଟରଙ୍କ ଦେହରୁ ଗମ ଗମ ହେଇ ଝାଳ ବୋହି ପଡ଼ୁଛି। ମାମୁଁଙ୍କୁ କହିଲେ, ଆପଣ ପୁଅକୁ ଦେଖିବା ପାଇଁ ଜଲ୍ଦି ଆସନ୍ତୁ। ମାମୁଁ ଭାବିଲେ ଯେ ପୁଅ ବୋଧେ ଚାଲିଗଲା। ଏମିତି ଏକ ଦୁଃଖଦ ପରିସ୍ଥିତିକୁ ସତେବା କେମିତି ସେ ଆଖି ଆଗରେ ଦେଖିବେ? ତଥାପି ମନରେ ବିଶ୍ୱାସ ଜନ୍ମେଇ ମହାପ୍ରଭୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ, ପୂର୍ଣ୍ଣ ସମର୍ପିତ ହେଇ ଗଲେ ଭିତରକୁ, ICU ଭିତରକୁ। ICU ଭିତରକୁ ଯାଇ ଦେଖନ୍ତେ ବିବେକ ବସିଛି ବେଡ୍ ଉପରେ।
ଯେଉଁ ପୁଅ ଦୀର୍ଘ 3 ମାସ ହେଇଗଲା ବେଡ଼ରୁ ଉଠିନି, ସିଧା କରି ବସେଇଲେ ବସିପାରୁନି, ଆଜି ସେ ପୁଅ ଚକା ପକେଇ ବେଡ଼ ଉପରେ ବସିଛି। ଯେତେବେଳେ ଯାଇ ବିବେକକୁ ଧରି ମା କାନ୍ଦି ପକେଇଲେ, ମାଙ୍କୁ କହିଲା, ମା ଲୋ ମୋତେ ଆସିନା ମହାପ୍ରଭୁ ବୋଧେ ମୋତେ ବଞ୍ଚେଇ ଦେଲେ, ମୋ ମହାପ୍ରଭୁ ମୋ ପାଖକୁ ଆସିଥିଲେ ମୁଁ ତାହା ଅନୁଭବ କରିଛି। ସତେଅବା ମାର ଦୁଃଖ ମହାପ୍ରଭୁ ଆଜି ଶୁଣିଦେଲେ। ରତ୍ନ ସିଂହାସନ ଆଜି ଥରିଗଲା ବୋଧେ ମାର ସେଇ କରୁଣ ଚିତ୍କାରରେ। ରାତି ଅଧରେ ମହାପ୍ରଭୁ ବୋଧେ ରତ୍ନ ପଲଙ୍କରେ ବିଜେ ହେଇଥାନ୍ତେ ଶୋଇବା ପାଇଁ, କିନ୍ତୁ ମାର ଆକୁର ଚିତ୍କାର, ଲୁହଭିଜା ନୟନ ସତେଅବା ମହାପ୍ରଭୁଙ୍କୁ ଆଉ ଶୋଇବାକୁ ଦେଲାନି। ଆସି ପହଞ୍ଚିଗଲେ ବିବେକ ପାଖରେ। ମହାପ୍ରଭୁଙ୍କର ଏଇ କୃପାକୁ ପାଥେୟ କରି ବିବେକ ଧୀରେ ଧୀରେ ସୁସ୍ଥ ହେଲା ଏବଂ ସେଇ ବର୍ଷ ସେ ମେଟ୍ରିକ୍ ପରୀକ୍ଷା ଦେଲା। ମେଟ୍ରିକ୍ ପରୀକ୍ଷାରେ 92% ମାର୍କ ରଖି ଫାର୍ଷ୍ଟ ଡିଭିଜନରେ ଉତ୍ତୀର୍ଣ୍ଣ ହେଲା। ଏହା କେବଳ ଆଜିକା ସମୟରେ ମହାପ୍ରଭୁଙ୍କ କୃପା ନୁହେଁ ତ ଆଉ କ'ଣ? ଯେଉଁ ଜାଗାରେ ଡାକ୍ତରମାନେ ହାତ ଛାଡ଼ିଦେଲେ, ଯେଉଁ ଜାଗାରେ ସବୁ କିଛି ମଣିଷ ବିଶ୍ୱାସ ତ୍ୟାଗ କରିଦେଇଥିଲା ଯେ ବିବେକ ସଂସାରରେ ଚାଲିବ ବୋଲି, ଆଜି ସେ ପିଲା ସଂସାରରେ ଚାଲୁଛି କେବଳ ମହାପ୍ରଭୁଙ୍କ କୃପାକୁ ପାଥେୟ କରି। ହେ ମହାପ୍ରଭୁ, ସଦାସର୍ବଦା ଆପଣଙ୍କର କୃପା, ଆପଣଙ୍କର ଚଉବାହା ଏମିତି ଭକ୍ତମାନଙ୍କ ଉପରେ ଛାଇ ଭଳି ରହିଥାଉ, ଏତିକି ଆପଣଙ୍କ ନିକଟରେ ପ୍ରାର୍ଥନା। ଏଇ ଅନୁଭୂତିରୁ ଆମେ କ'ଣ ଶିଖିଲେ? ମହାପ୍ରଭୁଙ୍କ ଉପରେ ଯେ ପୂର୍ଣ୍ଣ ବିଶ୍ୱାସ ରଖିଥାଏ, ପୂର୍ଣ୍ଣ ଭରସା ରଖିଥାଏ, ଦୃଢ଼ ଭାବରେ ମହାପ୍ରଭୁଙ୍କ ଉପରେ ଭରସା ରଖିଥାଏ, ମହାପ୍ରଭୁ କେବେ ତାର ଭରସା ଭାଙ୍ଗନ୍ତିନି। ମହାପ୍ରଭୁ ସଦା ସର୍ବଦା ତା ପାଖରେ ରହିଥାନ୍ତି। ତତ୍ ସହିତ ଯେଉଁ ଜାଗାରେ ମଣିଷର ହାର ହେଇଥାଏ, ସେଇ ଜାଗାରେ ଭଗବାନଙ୍କର ଇଚ୍ଛା ଆରମ୍ଭ ହୋଇଥାଏ, ଭଗବାନଙ୍କର କାର୍ଯ୍ୟ ଆରମ୍ଭ ହୋଇଥାଏ। ଯଦି ମହାପ୍ରଭୁ ନ ଚାହାନ୍ତେ ଆଜି ବିବେକ ନା ମେଟ୍ରିକ୍ ପରୀକ୍ଷା ଦେଇଥାନ୍ତା, ନା ଏତେ ଭଲ ରେଜଲ୍ଟ କରିଥାନ୍ତା, ନା ଆଜି ସଂସାରରେ ସେ ଥାନ୍ତା। ଯଦି ଏଇ ଭିଡ଼ିଓ ମାଧ୍ୟମରୁ ଆମେ ଏଇ ଅନୁଭୂତିଟିକୁ ଶିକ୍ଷା କରିବା, ମହାପ୍ରଭୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖିବା, ପୂର୍ଣ୍ଣ ଭରସାର ସହିତ ମହାପ୍ରଭୁଙ୍କୁ ସମର୍ପିତ ହେବା, ତତ୍ ସହିତ ସମସ୍ତେ ଜୟ ଜୟକାର ଧ୍ୱନିରେ ମହାପ୍ରଭୁଙ୍କ ପ୍ରାର୍ଥନା କରିବା, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଯଦି ଏହିପରି ଭାବରେ ସୁନ୍ଦର ଅନୁଭୂତି କାର୍ଯ୍ୟକ୍ରମକୁ ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ এই ନୀଳାଦ୍ରି ସିଂହ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ତତ୍ ସହିତ ମହାପ୍ରଭୁଙ୍କ ପାଇଁ ଏକ ସୁନ୍ଦର କମେଣ୍ଟଟିଏ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।